ଝାରସୁଗୁଡ଼ା ଜିଲ୍ଲା କିରମିରାଠାରେ ବ୍ଲକ ସ୍ତରୀୟ 76ତମ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ଖେଳ ପଡ଼ିଆରେ ପାଳିତ ହୋଇଯାଇଛି। ବ୍ଲକର ଉପାଧ୍ୟକ୍ଷା ସାବିତ୍ରୀ ମାଝୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ପ୍ୟାରେଡ୍ ଅଭିବାଦନ ଗ୍ରହଣ କରିଥିଲେ। ବିଡିଓ ଅବିନାଶ ଲାକ୍ରା, ତହସିଲଦାର ଦିବାକର ମାଝୀ, ସରପଞ୍ଚ ସନ୍ତୋଷିନୀ ପଟେଲ, ଏବିଡିଓ ଖିଲେଶ୍ୱରୀ କାଲୋ, ଲଇକେରା ଥାନା ଏସ୍ଆଇ ଚିନ୍ମୟୀ ବିଶ୍ୱାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତେଜରାଜ ସାହୁ, ଅବସରପ୍ରାପ୍ତ ସୈନିକ ସୁରେନ୍ଦ୍ରନାଥ ପୂଜାରୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏଥିସହ ତହସିଲ, ସ୍ୱାସ୍ଥ୍ୟକେନ୍ଦ୍ର, ଅଗ୍ନିଶମ, କୃଷି, ବନ, ଉଦ୍ୟାନ ବିଭାଗ, ସ୍କୁଲ, କଲେଜ, ବ୍ୟାଙ୍କ, ସମବାୟ ସମିତି ସହ ପ୍ରତ୍ୟେକ ଗ୍ରାମ ପଞ୍ଚାୟତମାନଙ୍କରେ ସାଧାରଣତନ୍ତ୍ର ଦିବସ ମଧ୍ୟ ପାଳିତ ହୋଇଯାଇଛି। ପ୍ୟାରେଡ୍ରେ କିରମିରା ହାଇସ୍କୁଲ, ଏକଲବ୍ୟ ଆଦର୍ଶ, ଅର୍ଡା ଏସ୍ଏସ୍ଡି ଓ ପଞ୍ଚାୟତ ହାଇସ୍କୁଲ ବାଗଡି ସିନିୟର ଓଲ୍ଡ ସ୍କୁଲ ଭାଗ ନେଇଥିଲେ। ପ୍ୟାରେଡ୍କୁ ଖେଳ ଶିକ୍ଷକ ଅମିୟ ଷଣ୍ଢ, ନିର୍ମଳ ସାହୁ ଓ ମଞ୍ଚକୁ ଶିକ୍ଷକ ସୁନୀଲ ପଟେଲ, ଅଞ୍ଜନ ପାଣ୍ଡେ ପରିଚାଳନା କରିଥିଲେ। ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।